ये विशुद्ध रामायण रस करने सुनो विदुष से श्रवण मात्र के लागो श्रवण मात्र के लागो जेने सोपी उठा विशुद्ध रामायण रस करने सुन विदुष माँ माने जदि आमे माने ये विशुद्ध रामायण रस को पान करंती विशुद्ध रामायण रस को जदि आमे पान करंती ताहले होबो कोन ना श्रवण मात्र के लगई जेने स्वर्ग पीयूष रामायण रूपक रस को जदि आमे कर्ण पथ देई पान करंती आपण कहले कर्ण पथ देई जदि आपण श्रवण करती ताहले आपण मानकर आ कान पथ दोष रहइबो नै कर्ण पथ देई पान कले आपण मानकर श्रवण मात्र के लागई जेने स्वर्ग पीयूष सते जेमिति आपण को लागिबो आपण माने स्वर्गर अमृत पान करूछ ये अमृत को पान कले आपण माने दिव्य ज्ञान अधिकारी हे पारिबे जहा आपण मानकर भागवत रे जगन्नाथ दास कहंती आनंद कर सुधा सेदिन मर्यादा पुरुषोत्तम रघुकुल तिलक राम ठाकुर शोईथिला बेले हठात प्रभु गोटाए दुस्वप्न देखि दुस्वप्न देखी जो दुस्वप्न के सेदिन प्रभुंकर निद्राटा भंग हो गला प्रभु संपूर्ण भाव में भयभीत हो जाइछंती गरमाक्त हो जाइछि शरीर शरीर छालमग्न हो जाइछि रोमावली गुड़ाक टांकुरी उठिछि कारण गोटाए विकटाल रुक्षीय बदन धारी राक्षस प्रभुंकर निकटर निकटतर हो जाउछि कहीं से लंब लंब हस्त बढ़ा में आकर्षी हाथ दुटा को बढ़े देछि ये राक्षसटा प्रभु को निकटर निकटतर हो जाउछि जमिति प्रभु को आज गिली दबो आपण राक्षस नंती कि मु रामन न इमिति विकटाल रूप मते देखौछ मते भारी भय लागुछि ए राक्षसटा निकटर निकटतर हो जाउछि प्रभुंकर निद्रा का भंग हो गला
ଚିନ୍ତା କରୁଛନ୍ତି ପ୍ରଭୁ प्रभु ହେ କଣ एक ଏମିତିକା ଦୁଃସ୍ୱପ୍ନ स्वप्न ମୁଁ ଦେଖିଲି କାହିଁକି कहीं देखिली ତେବେ तेबे କାରଣ ଆଉ ପ୍ରତିକାର ପଚାରିବି काहको କାହାକୁ ଚିନ୍ତା କଲେ ଜଣେ ଅଛନ୍ତି जणे ଜଣକୁ ପଚାରି ପାରିବି ସେ କିଏ ସେ ଜଣକ ହଉଛନ୍ତି ଗୁରୁ ओ गुरु ଛୁଆମାନେ ଗୋଟାଏ କଥା ମନେ ରଖ କଣ କହୁନାହାନ୍ତି ପିଲାମାନେ ଯଦି ଜୀବନରେ କେହି କିଛି ଦୋଷ କରିଛ ତାହେଲେ ତାହେଲେ ନିଜର ଦୋଷ କାହା ପାଖରେ କହିବ ସନ୍ଥ କବି ଭୀମ ଭୋଇ ପଦୁଟାଏ ଲେଖିଦେଲେ କରିଅଛ ଯେବେ ଦୋଷ ଜଣାଅ ଶ୍ରୀ ଗୁରୁ ପାଶ ମାଗି ବଇ ବଇ ପାଶ ପରମାଦ ହେ ଭାଗ୍ୟ ଥିଲେ ଯଦି ଜୀବନରେ କେହି କିଛି ଦୋଷ କରିଛ ପିଲାମାନେ ତାହେଲେ କହିବ କାହା ପାଖରେ ଜଣାଅ ଶ୍ରୀ ଗୁରୁ ପାଶ ଗୁରୁଙ୍କ ପାଖରେ କହିବ ମନେ କରାଯାଉ ଶନିବାର ଆଜି ହାଫ ଛୁଟି ରବିବାରେ ଫୁଲ ଛୁଟି ହଁ ଶନିବାର ରବିବାରେ ଛୁଆମାନେ ଯଦି ଦୋଷ କଲେ ସେଦିନ ତ ସ୍କୁଲ ଛୁଟି ନାହିଁ ସ୍କୁଲ ଖୋଲା ନାହିଁ ଛୁଟି ଅଛି ଛୁଟି ଅଛି ହଁ। ଖୋଲା ନାହିଁ ତେଣୁ କହିବେ କାହା କାହା ପାଖରେ କହିବ कह दियो ପିଲାମାନେ हाँ ତୁମର ପ୍ରଥମ ଗୁରୁ କିଏ ରହ, ଅଙ୍ଗନବାଡି ଦିଦି ରହ। ମୋ ମା ମାନେ କହିଲ ଦେଖି ତୁମର ପ୍ରଥମ ଗୁରୁ କିଏ प्रथम सार जी ଠିକ କହିଛ। ହଁ ତେବେ ବିଶ୍ୱଗୁରୁ ବାଇଆ ବାବା बाबा ଶୈଳଙ୍ଗ ମଠ ମହନ୍ତ ବାଇଆ ବାବା ଗୋଟାଏ ପଦ କହିଦେଲେ ପିତାମାତା ଭଲ ମାନୁଥିବଟି ତାଙ୍କ ଅସନ୍ତୋଷ ସର୍ବନାଶଟି। କାହା କଥା ମାନିବ ପିତାମାତା ବୋଲ ମାନୁଥିବଟି ଭଲ ଯେବେ ତୋର ଇଚ୍ଛା ଅଛିଟି ଯୋଉ ପୁଅ ଝିଅ ଛୁଆମାନେ ମନେ ରଖ रखा ଯଦି ଜୀବନରେ ଭଲ ମଣିଷ ହବାର ଇଚ୍ଛା ଅଛି ତାହେଲେ କଣ କରିବ ନା ପିତା ମାତା ବୋଲ ମାନୁଥିବଟି ଭଲ ଯେବେ ତୋର ଇଚ୍ଛା ଅଛି ଯିଏ ଛୁଆମାନେ ଜୀବନରେ ଭଲ ମଣିଷ ହବା ପାଇଁ ଇଚ୍ଛା ପ୍ରକାଶ କରୁଥାଅ ତାହେଲେ ବାପା ମାଙ୍କ କଥା ମାନ ମାନିବ ଆଉ ଯୋଉ ପୁଅ ଝିଅ ବାସ୍ ବାପା ମାଙ୍କ କଥାକୁ ମାନିଥାନ୍ତି ହଁ ହଁ ସେ ନିଶ୍ଚିତ ଭାବରେ ଦିନେ ବଡ ମଣିଷ ହେଇଥାନ୍ତି ହେଇଥାନ୍ତି ତେବେ ହେ ଚିନ୍ତା କରୁଛନ୍ତି ଆଜି ରାମଚନ୍ଦ୍ର କହିବି କାହା ପାଖରେ କାହା ପାଖରେ ନା ଗୁରୁଙ୍କ ପାଖରେ କାରଣ କାରଣ ମୋର ପିତାମାତା ନାହାନ୍ତି ନା ନା ପିତାମାତା ପରଲୋକଗାମୀ ହଁ ହଁ ତେବେ ହେ ଗୁରୁଙ୍କ ପାଖରେ କହିବି କହିବି ଆଉ। ରାତି ପାହିବା ମାତ୍ରେ ହଁ କୁଳଗୁରୁ ବଶିଷ୍ଠଙ୍କ ନିକଟରେ ପହଞ୍ଚି ଯାଇଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ରଘୁକୁଳ ତିଳକ ରାମ ଠାକୁର ବାସ୍ ଗୁରୁଙ୍କର ପାଦ ତଳେ ହଁ ପ୍ରଣାମଟିଏ ବାଢି ଦେଇଛନ୍ତି ଆହା ମୋର ପ୍ରଣାମ ଘେନା କରନ୍ତୁ ଗୁରୁଦେବ ଭବ ସାଗର ତାରଣ କାରଣ ହେ ରବି ନନ୍ଦନ ସାନନ ସାନନ ଏ ରବି নানা নানা সানন এ রবি নানা নানা সানন এ কি করবি ধীরে গুরুদেব দয়া করবি নদনে গুরুদেব দয়া করবি নদনে গুরুদেব দয়া করবি নদনে କୁଳଗୁରୁ ବଶିଷ୍ଠଙ୍କ ନିକଟରେ ହଁ ହଁ ପ୍ରଭୁ ରାମଚନ୍ଦ୍ର ପହଞ୍ଚି ବାସ୍। ପାଦ ତଳେ ପ୍ରଣାମଟିଏ ବାଢି ବାଡ଼ି ଦେଇଛନ୍ତି ଦେଲି କୁଳଗୁରୁ ବଶିଷ୍ଠ କଣ କହିଲେ ଚାହିଁଦେଲେ ରାମଚନ୍ଦ୍ରଙ୍କର ମୁଖମଣ୍ଡଳକୁ ଆହା
ଦେଖିଦେଲେ ହଁ ହଁ ରାମଚନ୍ଦ୍ରଙ୍କର ମୁଖମଣ୍ଡଳ ମଳିନ ଦେଖାଯାଉଛି। ଦିଶୁଛି ଦିଶୁଛି ପଚାରିଦେଲେ ପଚାରିଲେ କିମିଦಂ ଜ୍ୟୋତିମାତ୍ରୀୟଂ ଯଥା ପୁରା କୃଷ୍ଣ ପ୍ରକାଶାନି ଜ୍ୟୋତିଷିମ ମୁଖାନି ମହ। हे राम कहीं आज तुम मुखमंडल एमती मलिन देखा जाउछि जेमिति शीत दिन ଶୀତ ଦିନରେ कुहुड़ी पड़िले ହଁ नक्षत्र माने मलिन देखा जाती ଦିଶନ୍ତି ठीक सही परी ହଁ ହଁ आज तुम मुखमंडल एमती मलिन देखा जाउछि कहीं କାହିଁକି କାହିଁକି कहले हे गुरुदेव ହଁ ହଁ गत रात्रि रे मु गोटाए तू स्वप्न देखिली ଦୁଃସ୍ୱପ୍ନ ଦେଖିଲି गोटाए भी गोटाए राक्षस लंब लंब हाथ ହଁ विकटार मुख ବେ केश विन्यास ଆହା बड़ बड़ आखि बड़ बड़ दांत ହଁ लह लह जिह्वा ବାସ୍ बड़ बड़ हाथ आउ बड़ बड़ नख ହଁ प्रसारण करी କରି मते गिळिबा पई आसुथिला ଆସୁଛି ଶୁଭିଲା କାହିଁକି ମୁଁ ଏଭଳି ମାନେ ଦୁଃସ୍ୱପ୍ନ ଦେଖିଲି हेले गुरुदेव ହଁ ମୋଚନ ପାଇଁ ମୁଁ ଆଜି ଆପଣଙ୍କ ନିକଟକୁ ଛୁଟି ଆସିଛି। ବାସ୍ ବାସ୍ राम ହଁ ଗୁରୁଦେବ, तुमे तू स्वप्न देखिल ଦେଖିଲା तार कारण तमे जानिबा को चाहुछ ହଁ ହଁ राम ରାମ तुम जीवन रे ତୁମ ଜୀବ- तुमे दीटा दोष करिछ ଦୋଷ हाँ କି ଦୋଷ तुम जीवन रे तुमे दीटा दोष करिछ ହଁ ହଁ मोर बापा माने भाई माने मने रखंतु ହଁ ହଁ कुलगुरु वशिष्ठ रामचंद्र को कहि दउछंती तुम जीवन रे दीटा तुमे दोष। दीटा दोष करिछ ହଁ कोन थिला रामचंद्रंकर दोष କଣ तुमे बधिल विप्र रावण बधिल हे राम ରାମ तुम जीवन रे तुमे दीटा बड़ दोष करि देछ भूल करिछ ଭୁଲ କରିଛ से दोष दीटा ଦୋଷ प्रथम दोष ହଁ ହଁ तुमे जड़े ब्राह्मण को मारी देछ ମୁଁ ଜଣେ ବ୍ରାହ୍ମଣକୁ हाँ तुमे जड़े ब्राह्मण को मारी देछ ହଁ ହଁ से ब्राह्मण किए जानिछ କିଏ ସେ मने पकाओ ହଁ से दिन ହଁ जटायु ଜଟାୟୁ से दिन जटायु तुम पाखरे ये जटायु पक्ष छेदन हेई पड़ीथिला ପଡିଥିଲା ଥିଲା सेतेबेले तुमे जटायु निकट रे पहुंचीथिल ପହଞ୍ଚିଥିଲା जटायु निकट रे जेतेबेले पहुंचीथिल ହଁ ହଁ जटायु कहला प्रभु ପ୍ରଭୁ मु देखिछि ହଁ ହଁ जिए चोरी करिछि मां सीतांकु जिए नहीं जाइछि ହଁ ହଁ ताकू मु देखिछि ହଁ ଜଟାୟୁ କହୁଛି से किए କିଏ विभु कदंड धारण ଓ ବିଭୁ କୋଦଣ୍ଡ होई देहि कुहरी मेरा विश्वभान বিভু কোদণ্ড এ বিভু কোদণ্ড हे प्रभु ହଁ मु देखिछि ଦେଖିଛି ପ୍ରଭୁ किए नैछि କିଏ ନେଇଛି ना विश्रवानंदन रावण ରାବଣ ମୋ ଆଖିରେ ଦେଖିଛି ପ୍ରଭୁ तेबे एठी ହଁ ହଁ रामचंद्र से दिन कहि दैथिले ଆହା बोले हे जटायु ଆରେ ଜଟାୟୁ ପ୍ରଭୁ तुमे हुए तो भूल देखिछ ହଁ कारण ହଁ विश्रवा जड़े नैष्टिक ब्राह्मण ବ୍ରାହ୍ମଣ ବ୍ରାହ୍ମଣ ब्राह्मणर संतान ଏ जड़े नैष्टिक ब्राह्मण वैश्रवण ବାସ୍
ସିଏ କେବେ ଚୋରି କରି ବ୍ରାହ୍ମଣ ନାରୀ ଚୋରି କରିପାରେ ନା। ତାର କେବେ ମନ୍ଦ ପ୍ରକୃତି ହବନି। ନା ତାହେଲେ କିଏ ନେଇଛି? ଜଟାୟୁ ଭାବିଲା, କଣ କହିକି କହିଲା ମୋ ପ୍ରଭୁ କଣ କହିଲେ ମୋ ପ୍ରଭୁ ବିଶ୍ୱାସ କରିବେ ମୋ ପ୍ରଭୁ କଥାକୁ। ବିଶ୍ୱାସ କରିବେ। ଏହି ସମୟରେ ହଁ, ହଁ। କଣ? ଜଟାୟୁ କହିଦେଲା, ଆହା। ବିଭୁ କୋଦଣ୍ଡ ବିଭୁ କୋଦଣ୍ଡ ଜଟାୟୁ କହିଲା, ପ୍ରଭୁ ପ୍ରଭୁ ମୁଁ ଦେଖିଛି। ଦେଖିଛି ଦେଖିଛି କିଏ ନେଇଛି? ହଁ ନେଇଛି କହିବି ପ୍ରଭୁ। ନା ଲଙ୍କା କଟକର ରାଜା 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 ରାବଣ। ରାବଣ ସିଏ କହିଲେ ନେଇଛି। ଜଣେ ରାଜା, ରାଜା ରାଜା ସଦା ସର୍ବଦା ପ୍ରଜାନୁରଞ୍ଜକ। ରାଜା ରାଜା ପ୍ରଜା ମାନଙ୍କୁ ସୁଖରେ ପାଳନ କରେ, ବାସ୍ ପ୍ରଜା ମାନଙ୍କର ଦୁଃଖକୁ ହରଣ କରେ, ଏହେ ଭୟ ଦୂରୀଭୂତ କରେ। କରି ସେ କେବେ ପର ନାରୀ ଚୋରି କରି ନପାରେ। ଆରେ ଜଟାୟୁ ତୁ ମିଛ କହୁଛୁ ମିଛ କହୁଛୁ। ଜଣେ ରାଜାର ପ୍ରକୃତି କେବେ ଏମିତି ନୁହଁ। ନା ନା ଚିନ୍ତା କରୁଛି ଜଟାୟୁ, ହଁ ହଁ ତେବେ କଣ କହିବି? କଣ କହିବି କଣ କହିଲେ ହଁ ବିଶ୍ୱାସ ମୋ କରିବେ। ପ୍ରଭୁ ବିଶ୍ୱାସ କରିବେ? କରିବି ଏଇଠି ମା ଗୋଟାଏ ପଦ କଥା କହିଦେଲା ଜଟାୟୁ। ହଁ ହଁ କଣ କହିଲା? କଣ କହିଲା? ବିଭୁ କୋଦଣ୍ଡ ହେ ବିଭୁ କୋଦଣ୍ଡ বিভু কোদণ্ড হে বিভু কোদণ্ড ଜଟାୟୁ କହୁଛି, ହଁ କହିଲା ହେ ପ୍ରଭୁ ପ୍ରଭୁ ମୁଁ ଦେଖିଛି 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 ମା ସୀତାକୁ କିଏ ଚୋରି କରିଛି। ଚୋରି କରିଛି ଆରେ ଜଟାୟୁ କହ କହ କିଏ? ହଁ ସେ କିଏ ଜାଣିଛନ୍ତି? କିଏ ସେ? ସେ ହେଉଛି ଲଙ୍କା କଟକର ରାକ୍ଷସ ରାବଣ। ହୁଏତ ସେଦିନ ପ୍ରଭୁ କହିଲେ ତୁ ଠିକ କହିଛୁ ରେ ଠିକ ଜଟାୟୁ। କହିଛୁ ରେ ଜଟାୟୁ ଯେତେବେଳେ କରେ ସତ କଥା କହିଲୁ। ଏତେବେଳ କରେ ହଁ, ହଁ। ତୁ ଠିକ କଥାଟା କହିଲୁ। କହିଲୁ ତେବେ ହେ, ହେ। ଆଜି କୁଳଗୁରୁ ବଶିଷ୍ଠ କହୁଛନ୍ତି, କଣ କହିଲେ? କହିଲେ ତମେ ତମେ ଜଣେ ବ୍ରାହ୍ମଣକୁ ମାରି ଦେଇଛ, ମାରି ଦେଇଛ। ଯିଏ କି ବିଶ୍ରବା ନନ୍ଦନ ବିଶ୍ଵବାମନ, ରାବଣ। ରାବଣ ରାବଣ ରାବଣ। ସେଦିନ ଜଟାୟୁ ତୁମକୁ ଯେତେବେଳେ କହିଲା ହଁ ବିଶ୍ରବା ନନ୍ଦନ, ହଁ ତୁମେ ତୁମେ ସେଦିନ ବିଶ୍ୱାସ କରିନଥିଲ। ନା ମାତ୍ର କଣ କଲ? କଲ ପରବର୍ତ୍ତୀ ଅବସ୍ଥାରେ ହଁ ହଁ ତମେ ରାବଣକୁ ମାରିଦେଲ। ମାରିଦେଲ କହିଲା ପ୍ରଭୁ ପ୍ରଭୁ ରାବଣର ହଁ 6ଟା ଛଅଟା ମନ୍ଦ ଗୁଣ ଥିଲା। ବାଃ ବାଃ। ରାବଣର 6ଟା ମନ୍ଦ ଗୁଣ 6ଟା ମନ୍ଦ ଗୁଣ ଥିଲା। ଆଚ୍ଛା ଆଚ୍ଛା ତେବେ ହେ ହେ ସେ ହଉଛି ଗୋଟାଏ ଆତତାୟୀ। ଆତତାୟୀ। ଇଏ 6ଟା ମନ୍ଦ କାମ ସିଏ କରେ, କରେ ମା ଜୀବନ ଥାଉ ଥାଉ ସିଏ ମରେ। ମରେ ମରେ ମରେ। ନାଇଁ ହଁ ହଁ କଣ ସେ 6ଟା ଗୁଣ ଥିଲା? କଣ ଯାହା ମୋ ସାନ ଭାଇ କହୁଥିଲେ। ହଁ ହଁ ନାଇଁ ଆଜ୍ଞା। ଅଗ୍ନିଦୋ ଗରଦ ଶୈବ ଶସ୍ତ୍ର ପାଣି ଧନାର୍ପହ ହଁ ତାରା ଭୂମି ପହୃତಂ চ ହଁ ছোড়াইতে আততায়ী নহ। র ହଁ ରାବଣ ଅଗ୍ନିଦୋ, ହନୁମାନ ଲାଙ୍ଗୁଡରେ ନିଆଁ ଲଗେଇଥିଲା, ଠିକ ଅଛି ହଁ ହେଲା ଠିକ ଅଛି। ହଁ ଗରଦ ଗରଦୁ ବିଷ ଦେଲା। ବିଷ ଦେଲା କାହାକୁ? କାହାକୁ ଦେଲା ବିଭୀଷଣ ବିଷ ପିଉଥିଲା ନା ଇଏ ଇନ୍ଦ୍ରଜିତ ବିଷ ପିଉଥିଲା। ହଁ ହଁ ସେଇ କଥା କହୁଥିଲି ଲୁହା ପାତ୍ରରେ ବିଷ ପିଉଥିଲା, ରାବଣ ତ ଦେଇନି ସେଟା। ଲକ୍ଷ୍ମଣ କହୁଛନ୍ତି ହେ ପ୍ରଭୁ ପ୍ରଭୁ ବିଚକ୍ଷଣ ଲକ୍ଷ୍ମଣ ବୋଲ ଇ କ୍ଷଣ 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 ଦାରେ ସ୍ୱପ୍ନ ବିକ୍ଷଣ ବାସ୍ ବ୍ୟସ୍ତ କେଶ ଲଙ୍କେଶ ସୁତ ହଁ ଚଢି ମହିଷ ହଁ। ମହିମ ଇଚ୍ଛନ୍ତି ଦକ୍ଷିଣ ବାସ୍ ସେ ବଳି ସ୍ନେହ ହଁ ହଁ ବିଲେପନରେ ଜର ଜର ହଁ ବିଷ ଭକ୍ଷେ ଲୌହ ପାତ୍ରର। ଜମା
ଯଦି ଏ କଥା ସତ ସତ ଲକ୍ଷ୍ମଣ କହୁଛି ହଁ ହଁ ଯେ ମୁଁ ଦେଖିଛି ସିଏ ମୁଁ ସ୍ୱପ୍ନରେ ଦେଖିଛି ଦେଖିଛି ସିଏ ତେଲ ଗୁଡାକ ଜଡ ଜଡ ହେଇ ମାରି ହେଇ ମାରି ଏଇ କଣ କରିଛି କଣ କରୁଛି ନା ମଇଁଷି ପିଠିରେ ବସିକି ବସିକି ଦକ୍ଷିଣ ଦିଗକୁ ଯାଉଛି ଯାତ୍ରା କରି କାରଣ ଦକ୍ଷିଣ ଦିଗଟା ହଉଛି ଯମ ଦିଗ ଜମ ଦିଗ ଆଉ ନାଇଁ ହଁ ହଁ ଯମ ଦିଗ ଆଉ ବିଷ ଭକ୍ଷିଏ ଲୌହ ପାତ୍ର ଲୌହ ପାତ୍ର ଲୁହା ପାତ୍ରରେ ହଁ ହଁ ବିଷ ଖାଉଛି ଖାଉଛି ଆଉ ହେଲେ ରାବଣ ତ ଦେଲାନି ତାହେଲେ ଦେଲା କିଏ ରାବଣ ଦେଇଛି କି? ସେ କହୁଥିଲେ ରାବଣ ତାହେଲେ ବିଷଟା ରାବଣ ଦେଲା କେମିତି କହୁଛ ହଁ 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 ଓ ସାନ ଭାଇ ଓ ପାଲା କୋଉଠି ତମେ କୋଉଠି ହଁ ହଁ ସେ ଖାଉଛନ୍ତି ସାର୍ କିଛି କୁହନ୍ତୁନି ର ହଁ କରେକ୍ସନ କରିନିଅ ହଁ ଖାଲି କୋଉଠୁ ଶୁଣିଦେଲ ହଁ ହଁ ଆସିକି କହିଦଉଛ ନାଇଁ ହଁ ବାସ୍ତବରେ ବିଷ ବିଷ ରାବଣ ଦେଇଛି ଦେଇ କାହାକୁ ଦେଇଛି ନା ମନ୍ଦ ଧରିକି ବିଷ ଦେଇଛି ନା ମା ମାନେ ହଁ ମନ୍ଦ ଧରିକି ରାବଣ ବିଷ କେତେବେଳେ ଦେଲା ସେଇତ କଥା ଆଉ କେତେବେଳେ ବିଷ ଦେଲା କେତେବେଳେ ଦେଲା କେତେବେଳେ ଦେଲା ଇଏ ଶାଶୁ ବୋହୂଙ୍କର ପୁଣି ଆହା ଟିକେ ପୂର୍ବ ଆଉ ଟିକେ ପୂର୍ବକୁ ଯିବା ଆଇଡିଆ ଆଉ ଟିକେ ପୂର୍ବକୁ ଯିବା ହଁ ଦିଗ୍ବିଜୟୀ ଦଶାନନ ହଁ ହଁ ତ୍ରିପୁର ବିଜୟ କରିବା ପାଇଁ ଯେତେବେଳେ ବାହାରିଛି ଶୁଣିଲା ହଁ ହଁ ଋଷିମାନେ ଯଜ୍ଞ କରୁଛନ୍ତି ଯଜ୍ଞ କରୁଛନ୍ତି ତା ରାଜ୍ୟରେ ଋଷିମାନେ ଯଜ୍ଞ କରୁଛନ୍ତି ହଁ ରାବଣ ଚିନ୍ତା କଲା କାଳେ ଇଏ ଋଷିମାନେ ହଁ ମୋ ମାରଣ ଯଜ୍ଞ କରୁଥିବେ କି ନେବେ। ଏ କଥାକୁ ଚିନ୍ତା କରି ହଁ ଚାର ପଠେଇ ଦେଲା କହିଲା ଯାଅ ଆଜ୍ଞା ସେ ଋଷିମାନଙ୍କ ନିକଟରୁ କର ଆଦାୟ କରିବ ଆଚ୍ଛା ଆଚ୍ଛା ଏ ରାକ୍ଷସ ଆସିଲେ ହଁ ରାକ୍ଷସ ଆସି ଋଷିମାନଙ୍କର ହଁ ଯଜ୍ଞ କୁଣ୍ଡକୁ ସବୁ ଭାଙ୍ଗିଦେଲେ ଭାଙ୍ଗିଦେଲେ ଆଉ ଭାଙ୍ଗି ଦେଇ କହିଲେ ଏଇ ରାଜା ରାବଣ କହିଛି ତମେ ମାନେ କର ଦିଅ କରଦିଅ କରଦିଅ ପାଉତି କାଟ ତୁମେ ସବୁ ର ତେବେ ଏଇଠି କଣ କଲେ କଣ କଲେ ଏ ଯୋଉ ଋଷିମାନେ ତପସ୍ୟା କରୁଥିଲେ ଯଜ୍ଞ କରୁଥିଲେ ଏ ନିଜ ବାହୁ କାଟି ପୁଣି ରକ୍ତ ଦାନ ଦେଲେ ସେଦିନ ମୁନି ଋଷିମାନେ ନିଜ ବାହୁକୁ ଚିରି କିଛି କିଛି ରକ୍ତ ଦେଲେ ରକ୍ତ ଦେଲେ କହିଲେ ନିଅ ୟା ଏଇ ହଉଛି ଆମ ପାଖରେ ତ ଆଉ କିଛି ନାହିଁ ଏଇ ରକ୍ତକୁ ଆମେ ଦଉଛୁ ଦଉଛୁ ଆଉ କର ସ୍ୱରୂପରେ ହଁ ଏ ରକ୍ତ ଆମେ ଦଉଛୁ ଆଉ ମନେ ରଖ ହଁ ହଁ ଯାଅ ତମ ରାବଣକୁ କହିଦବ ହଁ ଏଇ ରକ୍ତ ଦିନେ ତାର ଶତ୍ରୁ ସାଜିବ ସାଜିବା ଆଉ ଏଇ ରକ୍ତ ପାଇଁ ରାବଣ ମରିବ ଚାଲ ଏଇ ରକ୍ତ ରହିଲା ସୋଳମପୁରକୁ ଚାଲ ହଁ ର ୟା ପରେ ପୁଣି 3 ତାରିଖରେ ତମ ତମ ସାଙ୍ଗରେ ପାଲା ପାଲା ଅଛି ହଁ ନାଇଁ ହଁ ରକ୍ତ ନେଇକି ଯିମୁ ତୁମକୁ ମାରିବୁ ର ତେବେ ହଁ ତେବେ ମା କଥାଟାକୁ ଟିକେ ଲକ୍ଷ୍ୟ ଦବ ଲକ୍ଷ୍ୟ ରଖୁଥିବ ଧ୍ୟାନ ଦିଅନ୍ତୁ ଏ ରକ୍ତକୁ ରାବଣ ଆଣିଲା 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 ରଖିଲା ରଖିଲା ତା ବିଜ୍ଞାନଗାରରେ ବିଜ୍ଞାନଗାର ଆହା ରାବଣ ତା ବିଜ୍ଞାନଗାରରେ ରକ୍ତକୁ ରଖିଲା ରଖି ଆଉ ମନ୍ଦ ଧରିକି ଚାବିଟା ଦେଇଦେଲା ହଁ ହଁ କହିଲା ମନ୍ଦ ଧରି ସ୍ୱାମୀ ଇଏ ଚାବିଟା ରଖ ମୁଁ ତ୍ରିପୁର ବିଜୟ କରିବାକୁ ଯାଉଛି ହଁ ଏ ଘରେ ଏ ଘରେ କଣ ରଖିଛ କୋଳାହଳ ବିଷ ଅଛି ସ୍ୱାମୀ ବିଷ ରଖିଛ ମନ୍ଦୋଦରୀ ନିକଟରେ କହିଦେଲା ରାବଣ ହଁ ହଁ କୋଳାହଳ ବିଷ ଅଛି ଠିକ ଅଛି ଚାବି କାଠି ଦିଅ ମୁଁ ଆଇତି କରି ରଖିବି ମନ୍ଦୋଦରୀ ଚାବିଟାକୁ ଆଜ୍ଞା ରଖିଲା ରଖିଲା ଘର କରିକି ମା ଝଗଡା କାହାର ନାହିଁ ହଁ ଅଛି କଳି ନା କାହା ଘରେ ନାହିଁ ସମସ୍ତଙ୍କର। ଶାଶୁ ବୋହୁ କଣ ଝଗଡା ଲାଗନ୍ତିନି ଲାଗୁଛନ୍ତି ଆଜ୍ଞା ସ୍ୱାମୀ ର ସେଦିନ କଣ କହିଲୁ ସ୍ୱାମୀ ସ୍ତ୍ରୀ ଏ କଳି ଆଜ୍ଞା ବେଶୀ ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ବେଘଡମ୍ବରୁ ଦାମ୍ପତ୍ୟ କଳ ଶୈବ ବହୁ ଆଡମ୍ବରେ ଲଘୁ କ୍ରିୟା ବୋଲି ମତେ ବେଜିତି କରୁଛନ୍ତି କି ବେଜିତ କାହିଁ କରିବି ଆଉ ସେମିତିଆ ଲାଗିଲା ମତେ ଆରେ ନାଇଁ ଦାମ୍ପତ୍ୟ କଳହଟା କଳି ନୁହେଁ ନା ନା ଏଟା କ୍ଷମ ହେଲା? ହଁ ବା, ସେଇଥିପାଇଁ ଆମ ଘରେ କୁହନ୍ତି ହଁ ବାଇଗଣ ପୋକ ପୋକ ନୁହେଁ କି ଘଇତା ପୋକ ପୋକ ନୁହେଁ ର ହଁ ତେବେ
ଦେବି। ମନ୍ଦୋଦରୀ ଚିନ୍ତା କଲା ଆହା ମୋ ସ୍ୱାମୀ କହିଛନ୍ତି ସେ ଘରେ ହଳାହଳ ବିଷ ଅଛି, ବିଷ ବିଷ ଅଛି ହଁ? ସେ ବିଷକୁ ପାନ କରିବି କରିବି ଆଉ ମରିବି। ମରିବି ଆଉ ମନ୍ଦୋଦରୀ ହଁ ମାଲ ଯାଇ ଘରଟାକୁ ଖୋଲିଦେଲା, ହଁ ଦେଖିଲା ପାତ୍ରରେ ହଁ ରଖାଯାଇଛି କିଛି ତରଳ ପଦାର୍ଥ। ପଦାର୍ଥ ଭାବିଲା ହଁ। ମୋ ସ୍ୱାମୀ କହିଛନ୍ତି ଏଇଟା ହଉଛି ବିଷ 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 ନାଇଁ, ହଁ ତେଣୁ କଣ କଲା କଣ କଲା ଇଏ ବିଷକୁ ମନ୍ଦୋଦରୀ ଦେ ଏହେ ପାନ କରିଦେ। ବିଷକୁ ମାତା ଜଣା ତ ମନ୍ଦୋଦରୀର ରହିଲା। ବିଷକୁ ଯେତେବେଳେ ପାନ କରିଦେଇଛି ମନ୍ଦୋଦରୀ, ଇଏ ବିଷ ନଥିଲା ଆଜ୍ଞା, ଆଜ୍ଞା ଇଏ ବ୍ରହ୍ମରେ ପରିଣତ ହେଇଯାଇଥିଲା। ମନ୍ଦୋଦରୀ ପାନ କରିବା ମାତ୍ରେ ମନ୍ଦୋଦରୀର ଗର୍ଭ ଉଦୟ ହେଲା। ବାହ। ହଉ ହଁ? ମାଲ ଗୋଟାଏ କନ୍ୟା ରତ୍ନ ଜନ୍ମ ହେଲା। କନ୍ୟା ଯେତେବେଳେ କନ୍ୟା ରତ୍ନଟିଏ ମନ୍ଦୋଦରୀର ଜନ୍ମ ହେଇଛି, ମନ୍ଦୋଦରୀ ଚିନ୍ତା କଲା ମୋ ସ୍ୱାମୀ ତ ନାହାନ୍ତି, ଏବେ ମୁଁ ଗୋଟାଏ କନ୍ୟା ସନ୍ତାନର ଜନନୀ ହେଲିଣି, ଏ ସନ୍ତାନଟାକୁ କଣ କରିବି? ପେଟରାରେ ପୁରାଇଣ ସାଗରେ ମେଲିଲା, ଭାବି ଭାବି ତାହା ଯାଇ ମିଥିଳା ଲାଗିଲା ହୋ। ମନ୍ଦୋଦରୀ ଏ କନ୍ୟା ସନ୍ତାନଟାକୁ ହଁ ହଁ ଗୋଟାଏ ପେଟରାରେ ପୁରେଇଲା। ପୁରେଇଲା ଆଉ ପେଟରା କହିଲେ ଗୋଟାଏ ପେଡି, ପେଡି ବାକ୍ସ କାଠ ବାକ୍ସ, ହଁ ବାକ୍ସରେ ଭର୍ତ୍ତି କରିଦେଲା ମଞ୍ଜୁସାରେ। ହଁ ଇଏ ମଞ୍ଜୁସାରେ ଭର୍ତ୍ତି କରିଦେଇ ହଁ ତାକୁ ସାଗରରେ ପେଲିଦେଲା। ବସେଇ ଦେଲା ଆଉ ଆଚ୍ଛା, ଯା ଯା। ଯା ଇଏ ଭାସି 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 ଯାଇ ଯାଇ ଲାଗିଲା ଆଜ୍ଞା ମିଥିଳା କଟକରେ। କଟକ। ହୁଏ ତ ହଁ ପୋତି ହେଇଯାଇଛି। ହଁ ଜନକ ଋଷି ଋଷି ଯେତେବେଳେ ଚାଷ କରୁଥିଲେ, ଇଏ ଲଙ୍ଗଳ ମୁନରେ ବାଜିଲା ଇଏ ପେଟରାଟା କି ମଞ୍ଜୁସାଟା। ବାକ୍ସ ବାଜିଲା ଯେତେବେଳେ ମଞ୍ଜୁସାଟା ବାଜିଛି, ବାକ୍ସଟା ବାଜିଛି, ଆହା ଉଠେଇ ଦେଖିଦେଲେ ହଁ ତା ଭିତରେ ଅକ୍ଷୁର୍ଣ୍ଣ ଅବସ୍ଥାରେ ହଁ ଗୋଟାଏ କନ୍ୟା ସନ୍ତାନ ଅଛି। ଅଛି ଆଉ ସେ କନ୍ୟା ସନ୍ତାନଟାକୁ ଆଣି ହଁ ନିଜ ଘରେ ରଖିଲେ। ରଖିଲେ ଆଉ 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 ଇଏ ଫାଳ ମୁନଟାର ପ୍ରକୃତ ନାଁ ହଉଛି ସୀତା। ସୀତା ସୀତା ଫାଳ ମୁନରୁ ବାହାରିଥିବାରୁ ହଁ ନାଁ ଦେଲେ ସୀତା। ସୀତା ନାଇଁ, ହଁ ତେବେ ହେ ବିଷ ଦେଲା ରାବଣ କାହାକୁ? କାହାକୁ ମନ୍ଦୋଦରୀକୁ। ହଁ ଯଦି ରାବଣ ମନ୍ଦୋଦରୀକୁ କହିନଥାନ୍ତା ସେ ଘରେ ବିଷ ଅଛି, ହଁ ହୁଏତ ମାଲୋ ମନ୍ଦୋଦରୀ ସେଦିନ ପାନ କରି ନଥାନ୍ତା। ନଥାନ୍ତା ତେଣୁ ଦ୍ୱିତୀୟ ବିଷ ଇଏ ବିଷ ଦେଲା ମନ୍ଦୋଦରୀ। ମନ୍ଦ ଦୂରିକି ନାଇଁ, ହଁ ହଁ ଶସ୍ତ୍ର ପାଣି ହଁ ସେ ତ ସଦା ସର୍ବଦା ହତିଆର ଧରି ହଁ ହଁ ରାବଣ କୋଣାର୍କ ସଦାବେଳେ ହଁ ଧନ ହରଣ କରିଛି। ଧନ କାହା ଧନ ହରଣ କଲା? କାର ବଡ ଭାଇ କୁବେର ସମ୍ପତ୍ତି। କୁବେର କୁବେର ସମ୍ପତ୍ତି ଲଙ୍କାଟା ଲଙ୍କାଟା ଲଙ୍କା କଟକଟା ଆଜ୍ଞା ରାବଣର ନଥିଲା। ନା ନା ଇଏ ପୁଷ୍ପକ ବିମାନଟା ବି ରାବଣର ନଥିଲା। ନା କାର ଥିଲା? ଇଏ ଲଙ୍କା କଟକ ଆଉ ପୁଷ୍ପକ ବିମାନ ହଁ ଇଏ ହଁ ଦିଟା ଥିଲା ବଡ ଭାଇ କୁବେର। କୁବେର 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 ଠାରୁ ହଁ ବଳପୂର୍ବକ ହରଣ କରିଛି ରାବଣ। ହଁ ଆଉ ଆଉ ଧନାର୍ପ ହଁ ତାରା ଦାରା ସୀତାଙ୍କୁ ହରଣ କରିଛି। ଯଦି ଏଟା ଆମେ କହିବାନି, ନା ଆଉ ଗୋଟାଏ ହରଣ କରିଛି। ଆଉ ଗୋଟେ ହରଣ କରିଛି ହଁ। ଆଉ କଣ ମନ୍ଦର ଉଦର ବୋଲି ଆଜ୍ଞା ଦି ଜଣ ଋଷି ଥିଲେ। ହଁ 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 ଦି ଜଣ ଋଷି ଥିଲେ ଦି ଜଣ ଋଷି ଥିଲେ। ମନ୍ଦର ଉଦର ଇଏ ଦି ଜଣ ଋଷିଙ୍କର ହଁ ହଁ ଗୋଟାଏ ଝିଅ ଥିଲା ଝିଅ ଥିଲା ଯାହାର ନାଁ ହଉଛି ବେଙ୍ଗାବତୀ। ବେଙ୍ଗାବତୀ ବେଙ୍ଗାବତୀ ହଁ ଯାହାର ନାଁ ହଉଛି ମା ବେଙ୍ଗାବତୀ। ବେଙ୍ଗାବତୀ ଆଉ ଗାନ୍ଧର୍ବ ରୀତିରେ ହଁ ହଁ ଇଏ ବେଙ୍ଗାବତୀ ବିବାହ କରିଥିଲା ବାଳିକୁ। ବାଳିକି ବାବା
ରାବଣ ଦିନେ ଆକାଶ ମାର୍ଗରେ ଯାଉ 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 ହୁଏତ ଇଏ ଝିଅଟା ଉପରେ ଦୃଷ୍ଟି ପଡିଗଲା। ପଡିଗଲା ଆଉ ଯେତେବେଳେ ବେଙ୍ଗାବତୀ ଉପରେ ଦୃଷ୍ଟି ପଡି ଯାଇଛି ରାବଣ ଚିନ୍ତା କରୁଛି କଲା ରେ ଏଡେ ସୁନ୍ଦର ମାଲଟା କଣ ହେଇଛି ରେ? ଏଡେ ସୁନ୍ଦର ଝିଅ ଇଏ ବନଭୂମିରେ ଘୁରି ବୁଲୁଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରାବଣ ଦେଖୁଛି ରଖିଲା ମନ ବିମ୍ବାଧରି ଧରି ରେ ରାବଣ ଚିନ୍ତା କରୁଛି ଏ ବିମ୍ବାଧରି ଆଜି ମୋ ମନଟାକୁ ଧରି ରଖିଛି। ରଖିଲା ମନ ବିମ୍ବା ଧରି ଧରି ବିମ୍ବ କହିଲେ ଟୋଭା ଟୋଭା ଫଳଟା ଯେମିତି ଦେଖିବା ପାଇଁ ଲାଲ ଇଏ ଝିଅର ଅଧର କି ଓଷ୍ଠଟା ଦେଖିବା ପାଇଁ ସେମିତି ଲାଲ। କୁକୁର ମଢ ଖାଇକି ଯେମିତି ତା ପାଟିକି ନାଲା କରିଥାଏ ସେମିତି ନାଲା କରିଛି ଆଉ। ତେବେ ଇଏ ବିମ୍ବା ଧରି ନାଇଁ ଧରି ରଖିଲା କାହାକୁ ମୋ ମନଟାକୁ ଧରି ରଖିଛି ନାଇଁ। ତେବେ ରାବଣ ଚିନ୍ତା କରୁଛି ସତରେ ଏ ଝିଅର ରୂପଟା ଏମିତିକା ହେଇଛି କେମିତିକା ରୋଷାଣିଲା ଧରି ରସାଣିଲା ହାଟକ ହାଟକ କହିଲେ ସୁନା 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 ସୁନାଟାକୁ ଆଉଟି ଦେଲେ ମା ସୁନାଟା ଯେମିତି ଚିକଚିକ କରେ ଚିକଚିକ କରେ ହଳଦୀ ରଙ୍ଗ ହେଇ ଚିକଚିକ କରେ ହୁଏତ ଏ ଝିଅଟା ସେମିତିକା ହଳଦୀ ରଙ୍ଗ ସୁନା ଭଳି ଦିଶୁଛି ଆଉ ସ୍ୱର୍ଣ୍ଣାଙ୍ଗୀ 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 ସୁନା ରଙ୍ଗର ଛବିନି ଛବିନି ଇଏ ଗୋଟାଏ ପ୍ରତିମୂର୍ତ୍ତି ନା ସ୍ୱର୍ଗର ଅପ୍ସରା ନା ଇଏ ସ୍ୱର୍ଗର ଅସ୍କରା ସେ ଯିଏ ବି ହେଇଥାଉ ନା ମୁଁ ତାକୁ ନିଶ୍ଚିତ ଭାବରେ ଅଙ୍ଗୀକାର କରିବି। ଏ କଥାକୁ ଚିନ୍ତା କରି ରାବଣ ଗଲା ତାକୁ ହରଣ କଲା ନାଇଁ ହରଣ କରି ନେଇ ଆସିଛି। ହୁଏତ 8 ମାସର ଗର୍ଭବତୀ ଅଛି ଏ ବେଙ୍ଗାବତୀ ଝିଅଟି ଝିଅଟା शुभ लग्न शाशु घर को तो जाइथा नहीं ता पूर्व आगर विभागर हैला परे झियो बाप घरे थाए शुभ लग्न रे झियो को शाशु घर को पठा जाए तेणु
ହଁ ଇଏ ମନ୍ଦର ଉଦର ଦି ଜଣ ଋଷି ହଁ। ଏ ଝିଅଟାକୁ ପାଖରେ ରଖିଥିଲେ। ବାସ୍ ବାସ୍ ବାଳି ଆସି ପହଞ୍ଚିଲା, ପହଞ୍ଚିଲା ପହଞ୍ଚିଲା କହିଲା ମୋ ସ୍ତ୍ରୀ କୁଆଡେ ଗଲା, ମୋ ଜିନିଷ ଇରେ ମୋ ସ୍ତ୍ରୀ କୁଆଡେ ଗଲା। କୁଆଡେ ଗଲା ରେ ମନ୍ଦର ଉଦର କହିଲେ କିରେ ହେ କିରେ ତୁ ପରା ତୋ ସ୍ତ୍ରୀ କି ନେଇଗଲୁ, କାରଣ ରାବଣ ନିଜ ରୂପରେ ଆସି ନଥିଲା, ମାଲୋ ରାବଣ ବାଳି ରୂପକୁ ଧାରଣ କରି ଆସି ଇଏ ବେଙ୍ଗାବତୀ କି ହରଣ କରି ନେଇଛି। ଚାଲିଲା ବାଳି, ଚିନ୍ତା କଲା ନିଶ୍ଚିତ ଭାବରେ ମୋ ରୂପ ଧାରଣ କଲା ବାଲା ଗଲା ଏକା ରାବଣ, ତା ବ୍ୟତୀତ ଆଉ କେହି ନୁହଁ। ଏଇ ତେଣୁ ଚାଲିଲା, ଚାଲିଲା ବାଟରେ ଦେଖିଲା ଦେଖିଲା ମନ୍ଦ ଇଏ ବେଙ୍ଗାବତୀ କି ନେଇ ଯାଉଛି ରାବଣ, ରାବଣ ତୁମର ସଂଗ୍ରାମ କରିଛି। ଶେଷରେ ଇଏ ଉଭୟ ଉଭୟ କେହି କାହାକୁ ପାରି ନାହାନ୍ତି। ଯା 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 ଗୋଟାଏ ପଟରୁ ଧଇଲା ବାଳି ଇଏ ଝିଅଟାକୁ, ଇଏ ବେଙ୍ଗାବତୀ କି ଗୋଟାଏ ପଟରୁ ଧରିଛି ବାଳି, ଗୋଟାଏ ପଟରୁ ଧରିଛି ରାବଣ। ଶେଷରେ ଝିଅଟା ଆଜ୍ଞା ଦିଫାଳ ହେଇଗଲା। ଯେତେବେଳେ ଝିଅଟା ଦିଫାଳ ହେଇଯାଇଛି ଖସି ପଡିଲା ଆଜ୍ଞା ଗୋଟାଏ ଛୁଆ, ଗର୍ଭରେ ଥିଲା ଛୁଆଟା ଖସି ପଡିଲା, ଅଙ୍ଗରୁ ଜାତ ହେଇଥିବାରୁ ଗାଁ ଦିଆଯାଇଥିଲା ଅଙ୍ଗଦ, ଅଙ୍ଗଦ ବାଳି ପୁତ୍ର ଅଙ୍ଗଦ ଅଙ୍ଗଦ ନାଇଁ। ହଁ ତେବେ ବେଦପତି ବ୍ରହ୍ମା ପହଞ୍ଚି ପହଞ୍ଚି ବାଳିକୁ ଡାକିଦେଲେ, କହିଲେ ବାଳି ତୋ ସ୍ତ୍ରୀ ତ ମରି ସାରିଲାଣି, ହଁ ତେବେ ଶେଷ ସନ୍ତକ ତତେ ଦେଇଦେଇଛି, ତୁ ଏ ସନ୍ତାନଟାକୁ ନେଇକି ପଳା। ଯା ବାଳି ଆଜ୍ଞା ସନ୍ତାନଟାକୁ ଧରିକି ପଳେଇଲା, କିନ୍ତୁ ରାବଣ କହିଲା ମୁଁ ଛାଡ଼ିବିନି, ନାଇଁ ମତେ ଦିଅ। ମୋ ଜିନିଷ ମଧ୍ୟ ତେବେ ଏଇଠି ବ୍ରହ୍ମା ଆଜ୍ଞା ଅଙ୍ଗକୁ ଯୋଡ଼ି ଦେଇ ମନ୍ତ୍ରପୁତ କରି ତାକୁ ଜୀବଦାନ ଦେଇଦେଲେ। ମନ୍ଦର ଉଦର ଦି ଜଣ ଋଷିଙ୍କର ଝିଅ ଥିବାରୁ ଆ ନା ହେଲା ମନ୍ଦୋଦରୀ। ଦ୍ୱିତୀୟ କଥା, ଏ ଝିଅର ଉଦରଟା ମନ୍ଦ ହେଇଯାଇଥିଲା, କାରଣ ଆଉ ଜଣଙ୍କର ସନ୍ତାନକୁ ଗର୍ଭରେ ଧାରଣ କରିଥିଲା। ସନ୍ତାନ ପ୍ରସବ ପରେ ତାପରେ ରାବଣକୁ ଦିଆଯାଇଛି, ମନ୍ଦ ଉଦର ଥିବାରୁ ନା ହେଲା ମନ୍ଦୋଦରୀ। ଠିକ ତେବେ ହରଣ କଲା ବାଳି ତାରା, ତମେ ତ ଜାଣିନ, ଖାଲି ଆସିକିରି ଇଆଡୁ ସିଆଡୁ କଣ କହୁଛ ହୋ? ହଁ ମୁଦି ପଡିଛି ବିରିବାରରେ, ତମେ ଡାଲିଆ ଟିକାଟା ଖୋଜୁଛ, ପାଇବ କୋଉଠୁ? ହଁ ତେବେ ହଁ କଥାଟା ମନ୍ଦୋଦରୀକି ହରଣ କରିଥିଲା ହଁ ରାବଣ। ରାବଣ ଦାରା ଦାରା ଭୂମି 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 ଲଙ୍କା କଟକୁ ହରଣ କଲା ହଁ ହଁ ନାଇଁ। ହଁ ତେଣୁ ଇଏ ଛଅଟା ଗୁଣ ଥିଲା ରାବଣର, ହଁ ହଁ ଏ ଛଅଟା କର୍ମ କରିଥିଲା ରାବଣ, ବାସ୍ ବାସ୍ ତେଣୁ ରାବଣ ମରିବ, ମଲା ଆଉ ମଲା। ମଲା। ଦେଖନ୍ତୁ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା, ଆଶା କରୁଛି ନିଶ୍ଚିନ୍ତ ଭାବେ ଭଲ ଲାଗିବ। ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ଆଉ ସେୟାର କରନ୍ତୁ। ଆଜ୍ଞା ହଁ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ରହୁଛି, ନମସ୍କାର।